हे महाप्रभु, माँ छेउଣ୍ଡ पिलाटीକୁ ଜୀବନ ସାରା କେତେ କଷ୍ଟ କରି ତାକୁ ମୁଁ ଆଜି ମଣିଷ କରିଛି ତାହା ଆପଣ ଭଲ ଭାବରେ ଜାଣିଛନ୍ତି। କେବଳ ଆପଣ ବଳ ଦେଇଛନ୍ତି, ଆପଣ ଶକ୍ତି ଦେଇଛନ୍ତି, ଆପଣ ବଞ୍ଚିବାର ରାସ୍ତା ମୋତେ ଦେଖାଇଛନ୍ତି ବୋଲି ଆଜି ସେଇ ବଳ, ଶକ୍ତି, ସାମର୍ଥ୍ୟ, ଆଶୀର୍ବାଦକୁ ଏକା ସାଙ୍ଗରେ ନେଇ ମୁଁ ଆଜି ଛୁଆଟିକୁ ମଣିଷ କରିଛି। ପ୍ରଭୁ, ଆଜି ତାକୁ ଭାବୁଛି ହାତକୁ ଦୁଇ ହାତ କରିଦେଲେ ମୋର ଏଇ ଜୀବନର ଶେଷ କର୍ତ୍ତବ୍ୟତକ ସରିଯିବ। ମହାପ୍ରଭୁ, ଏଇ କର୍ତ୍ତବ୍ୟକୁ ପାଳନ କରିବାକୁ ଯାଇ ଆପଣଙ୍କ ପାଖରେ ପ୍ରଥମେ ମୋର ବନ୍ଧୁ ହିସାବରେ ଆପଣଙ୍କ ପାଖକୁ ପ୍ରଭୁ ଆସିଛି। ଗୁଆ ନଡ଼ିଆ ଟେକିଦେବି, ବାହାଘର ନିମନ୍ତ୍ରଣର ପତ୍ର ଆପଣଙ୍କୁ ବଢ଼େଇ ଦେବି ଏବଂ ବିଶ୍ୱାସ ରଖି ଆପଣଙ୍କୁ ପ୍ରାର୍ଥନା କରୁଛି ମହାପ୍ରଭୁ, ଆପଣ ମୋ ଝିଅର ବାହାଘରରେ ଆସି ନିଶ୍ଚିତ ପହଞ୍ଚିବେ ଏବଂ ଆପଣ ନ ଆସିଲେ ପ୍ରଭୁ ମୋ ଝିଅର ବାହାଘରଟି ଅପୂର୍ଣ୍ଣ ରହିଯିବନି। ମୋ ମନରେ ବିଶ୍ୱାସ ଅଛି ମହାପ୍ରଭୁ, ଆପଣ ନିଶ୍ଚିତ ଭାବରେ ମୋ ଝିଅର ବାହାଘରକୁ ଆସିବେ, ତାକୁ ଆଶୀର୍ବାଦ ଦେବେ ଏବଂ ଆପଣଙ୍କ ଆଶୀର୍ବାଦରୁ ଝିଅଟି ଖୁସିରେ ରହିବ। ଏଇ ବିଶ୍ୱାସ ଭରସା ରଖି ପ୍ରଭୁ ମୁଁ ଯାଉଛି। ରାଣ ରହିଲା ପ୍ରଭୁ ମୋ ବନ୍ଧୁପଣର, ନିଶ୍ଚିତ ଆସିବେ ମଣିମା, ବିଶ୍ୱାସ ଭାଙ୍ଗିବେନି, ଭରସା ଭାଙ୍ଗିବେନି। ଅନେକ ପ୍ରାର୍ଥନା କରି ଆଜି ବାପା ପଳେଇ ଆସିଲେ ଗରୁଡ଼ ସ୍ତମ୍ଭ ପାଖରୁ ମହାପ୍ରଭୁଙ୍କୁ ଦର୍ଶନ କରି। ଚିନ୍ତା କରନ୍ତୁ ଥରେ ଆପଣମାନେ, ଆଖିରୁ ଲୁହ ଝରେଇ ଅନ୍ତରର କୋହ ସହିତ ବେନିହସ୍ତ ଯୋଡ଼ି କେବେ ମହାପ୍ରଭୁଙ୍କୁ ଆପଣ କୌଣସି ଏକ ବିପଦରେ ପଡ଼ିଛନ୍ତି ଆଉ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି? ମହାପ୍ରଭୁ ଆପଣଙ୍କର ପ୍ରାର୍ଥନା ଶୁଣିଛନ୍ତି କି ନାହିଁ? ନିଶ୍ଚିତ ଭାବରେ ଶୁଣିଥିବେ ମୁଁ ଭାବୁଛି। ଉତ୍ତରଟି ଆପଣ ଅନ୍ତର ଭିତରୁ ଚିନ୍ତା କରୁଥାନ୍ତୁ ଏବଂ ଭିଡ଼ିଓର ଶେଷରେ ଏଇ ଅଧ୍ୟାୟରେ ଆମେ କ'ଣ ଶିଖିଲେ ତାହା ଆମେ ଭିଡ଼ିଓର ଶେଷରେ ଜାଣିବା ଏବଂ ଆପଣଙ୍କର ଉତ୍ତରଟି ମୁଁ ଭିଡ଼ିଓର ଶେଷରେ ଯେତେବେଳେ ଆପଣ ଭିଡ଼ିଓ ଦେଖିସାରିବେ କମେଣ୍ଟ ବକ୍ସରେ ଆପଣଙ୍କର ଉତ୍ତରକୁ ମୁଁ ଚାହିଁ ରହିଥିବି। ଏତିକି ବିଶ୍ୱାସ ଓ ଭରସାର ସହିତ ଆପଣମାନେ ମହାପ୍ରଭୁଙ୍କୁ ଚିନ୍ତା କରନ୍ତୁ। ଜୟ ଜଗନ୍ନାଥ। ନୀଳାଦ୍ରି ସିଂହ ୟୁଟ୍ୟୁବ୍ ଚ୍ୟାନେଲ ତରଫରୁ ଆଜିର ଅନୁଭୂତି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଯାହାକୁ କୃପା କରନ୍ତି, ଅଚିରେ କୃପା କରନ୍ତି, ଅକର୍ମା ଦାନୀ ସେ ଅଟନ୍ତି, କର୍ମେ ନଥିଲେ ଯାଞ୍ଚି ଦିଅନ୍ତି। ମହାପ୍ରଭୁ ପୁରା ଚଉବାହା ମେଲି ରତ୍ନ ସିଂହାସନ ଉପରେ ବସିଛନ୍ତି। ଆଜିର ଅନୁଭୂତିଟି ଏପରି ଏକ ଅନୁଭୂତି ଯେଉଁ ଅନୁଭୂତିରେ ଗୋଟେ ବାପାର ଆଶା, ବିଶ୍ୱାସ, ଭରସା ଯେତେବେଳେ ଭାଙ୍ଗି ଯାଉଛି, ଯେତେବେଳେ ଆଖି ଆଗରେ ଝିଅର ବାହାଘର ଭାଙ୍ଗି ଯାଇବା ଉପରେ ରହିଲାଣି, ମହାପ୍ରଭୁ କେମିତି ଆସି ତା ଝିଅର ବାହାଘରକୁ ବଞ୍ଚେଇଛନ୍ତି, ଝିଅଟିକୁ ଆଶୀର୍ବାଦ କରିଛନ୍ତି, ବାହାଘରଟି ସୁରୁଖୁରୁରେ ସମାପନ କରିଛନ୍ତି। ଏହି ଅନୁଭୂତି ବିଷୟରେ ଆପଣ ଆଜି ଶୁଣିବାକୁ ପାଇବେ। ନାଁ ହେଉଛି ବୈକୁଣ୍ଠ ମହାରଣା, ଘର ହେଉଛି ଗଞ୍ଜାମ ଜିଲ୍ଲା ଢିଅପଢାଳ ଗାଁ। ଢିଅପଢାଳ ଗାଁରେ ବୈକୁଣ୍ଠ ମହାରଣା ଗୋଟେ କାଠ ମିସ୍ତ୍ରୀ ଭାବେ ପରିଚିତ। ଝିଅଟି ଛୋଟ ଅବସ୍ଥାରୁ ପଞ୍ଚମ ଶ୍ରେଣୀ ପାଠ ପଢ଼ିବା ସମୟରେ ମାଆଟି ଚାଲିଯାଇଛି। ଅନେକ କଷ୍ଟ କରି ବାପା ଝିଅଟିକୁ ମଣିଷ କରୁଛନ୍ତି। ବିଶ୍ୱାସ ଆଉ ଭରସା, ପ୍ରତିଦିନ ସନ୍ଧ୍ୟାରେ ମହାପ୍ରଭୁଙ୍କୁ ଯାଇ ଦର୍ଶନ କରିବେ ଏବଂ ଯାହା ଦିନ ସାରାର ଯେତେ କର୍ମ ହେଇଥିବ, କିଛି ଭଲ ହଉ କିଛି ମନ୍ଦ ହଉ, ଯାହା ବି ହେଇଥାଉ, ଯାଇ ମହାପ୍ରଭୁଙ୍କ ଆଗରେ ଜଣେଇ ଆସିବେ ଏବଂ ରାତିରେ ଶୋଇଲା ବେଳେ ମହାପ୍ରଭୁଙ୍କ ପାଇଁ ବିଷ୍ଣୁ ସହସ୍ର ନାମ ପାଠ କରିବେ ଏବଂ ଶୋଇବେ। ଏଇଟା ହେଉଛି ବୈକୁଣ୍ଠ ମହାରଣାଙ୍କର ପ୍ରତିଦିନର କାମ। ଏମିତି କରି 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 ଝିଅଟି ଯେତେବେଳେ ବଡ଼ ହେଇଛି, ପାଠ ପଢ଼ିଲା ପରେ ସେ ଏକ ସଫ୍ଟୱେୟାର କମ୍ପାନୀରେ କାମ କରୁଛି ବାହାରେ ରହି। ବର୍ତ୍ତମାନ ବାପା ଗାଁରେ ଏକଲା ଥିଲେ, କିନ୍ତୁ ଚିନ୍ତା ସବୁବେଳେ ଝିଅର ବାହାଘର କରେଇଦେବେ, ଝିଅକୁ ହାତକୁ ଦୁଇ ହାତ କରେଇଦେଲେ ସିଏ ଜଞ୍ଜାଳ ମୁକ୍ତ ହେବେ। ଏମିତି ଚିନ୍ତା କରି ଝିଅ ପାଇଁ ଗୋଟେ ଭଲ ପ୍ରସ୍ତାବ ଖୋଜି ତାକୁ ବାହାଘର କରିବା ପାଇଁ ଯେତେବେଳେ ପ୍ରସ୍ତୁତ ହୁଅନ୍ତି, ଦିନ ଧାର୍ଯ୍ୟ, ଲଗ୍ନ ସ୍ଥିର ହୋଇଗଲା। ବର୍ତ୍ତମାନ କାର୍ଡ଼ ବାଣ୍ଟିବା କାମ ଆରମ୍ଭ ହେବ। କାର୍ଡ଼ ବାଣ୍ଟିବା ପାଇଁ ସବୁ ବନ୍ଧୁଠାରୁ ଅଗ୍ରବନ୍ଧୁ ଯିଏକି ଆମ ମହାପ୍ରଭୁ ଦୀନବନ୍ଧୁ ଜଗନ୍ନାଥ ମହାପ୍ରଭୁ, ତାଙ୍କ ପାଖକୁ ବୈକୁଣ୍ଠ ମହାରଣା ଯାଇ ପହଞ୍ଚିଲେ। ଗୁଆ, ନଡ଼ିଆ, ପଇତା, ନିମନ୍ତ୍ରଣ କାର୍ଡ଼ ସହିତ ତୁଳସୀ ନେଇ ଠିଆ ହେଇଛନ୍ତି ଗରୁଡ଼ ସ୍ତମ୍ଭ ପାଖରେ। ସରଳ ମଣିଷଟିଏ ବେନିହସ୍ତ ଯୋଡ଼ି ଦେଇ ମହାପ୍ରଭୁଙ୍କୁ ପ୍ରାର୍ଥନା କଲେ, ମହାପ୍ରଭୁ, କେତେ କଷ୍ଟ କରି ଝିଅଟିକୁ ମୁଁ ମଣିଷ କରିଛି, ଆପଣ ହିଁ ଦେଖିଛନ୍ତି। ମା ଛେଉଣ୍ଡ ପିଲାଟି କିଛି ଜାଣିନି ମହାପ୍ରଭୁ, କଷ୍ଟ କରି ପାଠ ପଢ଼ିଛି, ଆଜି ବାହାରେ ରହି କାମ କରୁଛି, କିନ୍ତୁ ଆଜି ମୁଁ ତାକୁ ବାହାଘର କରିବା ପାଇଁ ପ୍ରସ୍ତୁତ ହେଉଛି। ମହାପ୍ରଭୁ, ଆପଣଙ୍କର କୃପା, ଆପଣଙ୍କର ଆଶୀର୍ବାଦ ବିନା ଏସବୁ ଅସମ୍ଭବ ଥିଲା। ଆଗକୁ ଆଉ ଅଳ୍ପ ସମୟ ବାକି ମହାପ୍ରଭୁ,
ମୋର এই ଜୀବନକୁ ସାର୍ଥକ କରିବା ପାଇଁ ଆପଣଙ୍କ ଆଶୀର୍ବାଦ ମୁଁ କାମନା କରୁଛି। ମହାପ୍ରଭୁ, ଝିଅଟିର ବାହାଘର ପାଇଁ ମୁଁ ଆପଣଙ୍କ ପାଖକୁ ନିମନ୍ତ୍ରଣ ନେଇ ଆସିଛି। କେହି ଆସୁ ବା ନ ଆସୁ ମହାପ୍ରଭୁ, ଆପଣଙ୍କ ପାଖରେ ମୋର ଏତିକି ବିଶ୍ୱାସ, ଆପଣ ନିଶ୍ଚିତ ମୋ ଝିଅର ବାହାଘରକୁ ଆସିବେ। ଆପଣ ନ ଆସିଲେ ମୋ ଝିଅର ବାହାଘର ହେବ ବା କେମିତି? ଆପଣଙ୍କର ଉପସ୍ଥିତି ମୁଁ କାମନା କରୁଛି ମହାପ୍ରଭୁ। ରାଣ ରହିଲା ମହାପ୍ରଭୁ ଆପଣଙ୍କ ପାଖରେ, ମୋ ରାଣର ମାନ ରଖିବେ ମହାପ୍ରଭୁ। ବିଶ୍ୱାସର ଭରସା ସହିତ ବୈକୁଣ୍ଠ ମହାରଣା ମହାପ୍ରଭୁଙ୍କୁ ନିମନ୍ତ୍ରଣ କାର୍ଡ଼, ଗୁଆ, ନଡ଼ିଆ, ପଇତା, ତୁଳସୀ ସବୁକିଛି ପୂଜା ପଣ୍ଡାଙ୍କ ହାତରେ ବଢ଼ାଇ ଦେଲେ। ପୂଜା ପଣ୍ଡା ସେଇଠି ରହି ମହାପ୍ରଭୁଙ୍କୁ ଟେକିଦେଲେ ଏବଂ ଟିକେ ତୁଳସୀ ସମର୍ପଣ କରିଦେଲେ। 2 ଧାର ଲୁହ ବୁହାଇ ଦେଇ ବୈକୁଣ୍ଠ ମହାରଣା ଗରୁଡ଼ ସ୍ତମ୍ଭ ପାଖରୁ ଘରକୁ ପ୍ରତ୍ୟାବର୍ତ୍ତନ କଲେ। 2024 ମସିହା ନଭେମ୍ବର 24 ତାରିଖ ଦିନ ବାହାଘର ସ୍ଥିର ହେଲା। ବାହାଘର ପାଇଁ ସବୁକିଛି ଆୟୋଜନ ସରିଯାଇଥାଏ। ଜ୍ୱାଇଁଟି ମଧ୍ୟ ମନପସନ୍ଦର ଜ୍ୱାଇଁ ମଧ୍ୟ ମିଳିଛି, ବନ୍ଧୁ ବି ମନପସନ୍ଦର ବନ୍ଧୁ ମିଳିଛି। ଏତିକି ଭିତରେ ବହୁତ ଖୁସି ଅଛନ୍ତି ବୈକୁଣ୍ଠ ମହାରଣା। ମହାପ୍ରଭୁଙ୍କ ଆସିବା ବାଟକୁ ମଧ୍ୟ ମନେ ମନେ ଚାହିଁ ବସିଛନ୍ତି। ନଭେମ୍ବର 24 ତାରିଖ ଦିନ ରାତିରେ ବାହାଘର ଆରମ୍ଭ ହେଲା। ରାତି 10ଟା ବେଳେ ବରଯାତ୍ରୀ ଆସି ପହଞ୍ଚିଲେ। ବାହାଘର କାର୍ଯ୍ୟକ୍ରମ ଚାଲିଥିବା ସମୟରେ ବରଯାତ୍ରୀ ମଧ୍ୟରୁ କିଛି ଲୋକ, ବନ୍ଧୁ ଘର କିଛି ଲୋକ, ଯେଉଁମାନେ କି ଆରମ୍ଭ କରିଦେଲେ ବିନା ଯୌତୁକରେ ବାହାଘର ହେବ ନାହିଁ। ବୈକୁଣ୍ଠ ମହାରଣାଙ୍କର ସାମର୍ଥ୍ୟତା ନଥିଲା ଯେ ଯୌତୁକ ଦେଇପାରିବେ ବୋଲି। ତଥାପି ଝିଅର ମାନ ରକ୍ଷା କରିବା ପାଇଁ, ଝିଅର ମର୍ଯ୍ୟାଦା ପାଇଁ, ଝିଅର ଖୁସି ପାଇଁ 1,00,000 ଟଙ୍କା ଯୌତୁକ ଦେବେ ବୋଲି ବୈକୁଣ୍ଠ ମହାରଣା ରାଜି ହେଲେ। କିନ୍ତୁ ସମୁଦିଙ୍କ ପାଖରେ ପ୍ରାର୍ଥନା କଲେ, ସମୁଦି ମୋତେ 1 ମାସ ସମୟ ଦିଅନ୍ତୁ, ମୁଁ ମୋ ଝିଅ ପାଇଁ 1,00,000 ଟଙ୍କା ଆପଣଙ୍କୁ ଯୌତୁକ ଆକାରରେ ଦେବି। କିନ୍ତୁ ବନ୍ଧୁଜନଙ୍କର ପ୍ରସ୍ତାବ କ୍ରମେ ବନ୍ଧୁଜନମାନେ ଏପରି ତାଙ୍କୁ ଚାପ ପକାଉଥିଲେ ଯେ ସମୁଦି ମଧ୍ୟ ରାଜି ହେଉନଥିଲେ ଯେ 1 ମାସ ସମୟ ଦେବା ପାଇଁ। ସେ କହିଲେ, ବେଦିରେ ହିଁ ମୋତେ 1,00,000 ଟଙ୍କା ଦେଲେ ମୁଁ ଝିଅକୁ ନେବି ବୋହୂ କରି, ନହେଲେ ନେବି ନାହିଁ। ମୁଣ୍ଡରେ ବଜ୍ର ପଡ଼ିଲା ବୈକୁଣ୍ଠ ମହାରଣାଙ୍କର। କ'ଣ କରିବେ? 1,00,000 ଟଙ୍କା ଆଣିବେ କେଉଁଠୁ? ଏପଟେ ବାକି ଧାର ଉଧାର ହେଇ ଝିଅର ବାହାଘର କରାଉଛନ୍ତି। ସିଆଡ଼େ ଅଭାବୀ ପରିବାର, କାଠ ମିସ୍ତ୍ରୀଟି କେତେ ଟଙ୍କା ବା ରଖିଥିବ। ତଥାପି 1 ମାସର ସମୟ ମାଗୁଛି, କିନ୍ତୁ କେହି ରାଜି ହେଉନାହାନ୍ତି। ବେଦୀ ଉପରେ ବସିଥିଲେ ଦୁର୍ଗା ମାଧବଙ୍କର ବିଗ୍ରହ। 2 ହାତ ଟେକିଦେଲେ, ମହାପ୍ରଭୁ ଆପଣଙ୍କୁ ନିମନ୍ତ୍ରଣ ଦେଇ ଆସିଥିଲି। ଝିଅର ବାହାଘର ଆରମ୍ଭ ହେଲାଣି ମହାପ୍ରଭୁ, କିନ୍ତୁ ଆପଣଙ୍କର ଅନୁପସ୍ଥିତି ଏବେ ପର୍ଯ୍ୟନ୍ତ ମୁଁ ଦେଖୁଛି। କେଉଁଠି ଅଛନ୍ତି ମହାପ୍ରଭୁ? ବିପଦ ପହଞ୍ଚିଗଲା ଆସି। ମୋତେ ରକ୍ଷା କରନ୍ତୁ ମହାପ୍ରଭୁ, ମୋ ଝିଅର ମାନ ରକ୍ଷା କରନ୍ତୁ। ଏତେ ବାଟ ଆଣିଛନ୍ତି, ଆଉ ଅଳ୍ପ ବାଟକୁ କାହିଁକି ବୁଡ଼େଇ ଦେଉଛନ୍ତି? ଏମିତି ଅନେକ ଚିନ୍ତା କରୁଛନ୍ତି। ଆଖିରୁ ଲୁହ ବୋହି ଯାଉଛି। ଗୋଟେ କୋଣରେ ବସି ମହାପ୍ରଭୁଙ୍କୁ କାନ୍ଦୁଛନ୍ତି, ଭୋ ଭୋ ହେଇ କାନ୍ଦୁଛନ୍ତି ବୈକୁଣ୍ଠ ମହାରଣା। ଠିକ୍ ଏହି ସମୟରେ ଭୋଜି ସ୍ଥାନରେ ଏକ ଗହଳ ଚହଳ ହେଲା ଯେ ବରର ସାନ ଭାଇ କେଉଁଠି ଅଛି ମିଳୁନାହିଁ। ଚାରିଆଡ଼େ ଖୋଜୁଛନ୍ତି ସମୁଦି ଯେ ତାଙ୍କ ପୁଅ କୁଆଡ଼େ ଗଲା, କୁଆଡ଼େ ଗଲା। ଏମିତି ଅନେକ ସମୟ ଖୋଜାଖୋଜି ଭିତରେ ହଠାତ୍ 2 ଜଣ ଲୋକ ଏବଂ ଗୋଟେ ଝିଅ ପିଲା ସାଙ୍ଗରେ ତାଙ୍କ ସାନ ପୁଅକୁ ଧରିକି ଆସୁଛନ୍ତି। ଆସିବା ସମୟ ସେ ଦେଖୁଛନ୍ତି, ତାଙ୍କ ସମୁଦି ଦେଖୁଛନ୍ତି, ଭୋଜିରେ ଥିବା ଯେତେ ଲୋକ ଅଛନ୍ତି ସମସ୍ତେ ଦେଖୁଛନ୍ତି ବରର ସାନ ଭାଇର ମୁଣ୍ଡରେ ପଟି ବନ୍ଧା ହେଇଛି। ସାରା ନୂଆ ଡ୍ରେସ୍ଟି ପୁରା ରକ୍ତ ଜୁଡ଼ୁବୁଡ଼ୁ ହେଇଯାଇଛି। ସମସ୍ତେ ବ୍ୟସ୍ତ ହୋଇଗଲେ, କେମିତି ଅବସ୍ଥା ହେଲା, କ'ଣ ହେଲା କେହି ବୁଝିପାରୁନଥାନ୍ତି। ହଠାତ୍ ପୁଅଟିକୁ ନେଇ ଚେୟାରରେ ବସେଇଲେ, ତାକୁ କିଛି ପାଣି ଦେଲେ ପିଇବା ପାଇଁ। ଏମିତି ଅବସ୍ଥାରେ ବରର ବାପା ଯାଇ ପଚାରିଲେ, କାହିଁକି ଏମିତି ହେଲା, କ'ଣ ପାଇଁ ହେଲା? ତାଙ୍କ ସାନ ପୁଅ ତାଙ୍କୁ କହୁଛି ଯେ ଯେତେବେଳେ ବରଯାତ୍ରୀ ଘରୁ ବାହାରିଲା ମୋ ମୋବାଇଲଟି ମୁଁ ଘରେ ଭୁଲିଗଲି। କୌଣସି ଦରକାରୀ କାଗଜପତ୍ର ସେ ମୋବାଇଲରେ ଥିଲା, ପଇସା ପତ୍ର ଅଛି ପାଖରେ, ମୁଁ କ୍ୟାସ୍ କିଛି ଧରିନଥିଲି। ସେ ମୋବାଇଲରେ ମୁଁ ଅନଲାଇନରେ ପଇସା କିଛି ରଖିଛି, ତ ସେ ମୋବାଇଲଟି ମୋତେ ନିହାତି ଦରକାର ବୋଲି ମୁଁ ଯାଇଥିଲି ଘରକୁ ଆଣିବା ପାଇଁ। କିନ୍ତୁ ଘରୁ ଯେତେବେଳେ ଫେରିଲା ବେଳେ ବରଯାତ୍ରୀ ମାନେ ବହୁତ କିଛି ଦୂରକୁ ଚାଲି ଆସିଥିଲା। ଆସିବା ବାଟରେ ଯେତେବେଳେ ଆମ ଘରର ଛକ ମୁଁ ପାର ହେଉଥିଲି, ସେ ସମୟରେ ପଛରୁ ଗୋଟେ ଟ୍ରକ୍ ମୋତେ ଧକ୍କା ଦେଇଥିଲା। ଟ୍ରକ୍ ଏମିତି ଭାବରେ ଧକ୍କା ଦେଲା ଯେ ମୋ ମୁଣ୍ଡରେ ଆଘାତ ବାଜିଲା ଗୋଟେ ପଥର ଦେହରେ। ସେତେବେଳେ ମୋ ଚେତା ଥିଲା ଯେତେବେଳେ ଏଇ 2 ଜଣ ଲୋକ ଆଉ ଏଇ ଝିଅଟି ଆସି ମୋ ପାଖରେ ପହଞ୍ଚିଲେ ଆଉ ମୋତେ ଉଠେଇଲେ, ସେତେବେଳେ ଆଉ ସାଙ୍ଗେ ସାଙ୍ଗେ ମୋତେ ଡାକ୍ତରଖାନା ନେଇଗଲେ। ତାପରେ କ'ଣ ହେଲା ମୁଁ ଜାଣିନି, କିନ୍ତୁ ଚେତା ଆସିଲା ବେଳକୁ ମୋ ମୁଣ୍ଡରେ ପଟି ବନ୍ଧା ହେଇଛି ଆଉ ଏଇ 3 ଜଣ ମୋ ପାଖରେ ଠିଆ ହେଇଛନ୍ତି। ସେ 3 ଜଣଙ୍କର ହାତକୁ ଧରି ପକାଇଲେ ବରର ବାପା। କହିଲେ, ଆପଣମାନଙ୍କ ପାଇଁ ଆଜି ମୋ ପୁଅ ଜୀବନଟି ପାଇଗଲା। ଆପଣମାନଙ୍କ ନାଁ କ'ଣ?
ସମସ୍ତେ ଆଚମ୍ବିତ। ହଠାତ୍ ଏ 3 ଜଣ ଲୋକ କିଏ? ଏ ଝିଅଟି କିଏ? ଯେତେବେଳେ ଏମାନେ ଭିତରକୁ ବାହାଘର ମଣ୍ଡପ ଭିତରକୁ ଏମାନେ ପଶି ଆସିଛନ୍ତି, ମଣ୍ଡପ ଭିତରେ ଗୋଟେ ଏକ ସୁଗନ୍ଧିତ ବାସ୍ନା, ଚନ୍ଦନ କର୍ପୂରର ବାସ୍ନା ମହମହ ହେଇ ବାସୁଥାଏ। ସେତେବେଳେ ଏଇ 3 ଜଣ ଭିତରକୁ ପଶି ଆସିଛନ୍ତି। 3 ଜଣ ଭିତରୁ ଜଣେ କହୁଛି, ମୋ ନାଁ ଜଗବନ୍ଧୁ, ମୋ ଭାଇ ନାଁ ରୁଦ୍ର ଏବଂ ତା ନାଁ ଅମ୍ବା। ଆମେ 3 ଜଣ ଭାଇ ଭଉଣୀ, ଆମର ବାପା ମା ନାହାନ୍ତି। ବୈକୁଣ୍ଠ ମଉସା ଆମର ନିଜ ଲୋକ। ବୈକୁଣ୍ଠ ମଉସା ଆମକୁ କହିଥିଲେ ଯେ ମୋ ଝିଅର ବାହାଘର ହେଉଛି ରେ ପିଲାମାନେ, ତମକୁ ମୁଁ ଦାୟିତ୍ୱ ଦେଉଛି, ମୋ ସମୁଦି ଘର ଲୋକ। ଯେତେବେଳେ ଆମ ଗାଁ ପାଖରେ ପହଞ୍ଚିବେ, ତମେ ଯାଇ ଆମ ଗାଁ ପାଖରେ ଠିଆ ହେଇଥିବ। ଯେତେବେଳେ ଗାଁ ପାଖରୁ ମଣ୍ଡପ ପର୍ଯ୍ୟନ୍ତ ତାଙ୍କର ଯେମିତି କିଛି ଅସୁବିଧା ନ ହୁଏ, ସେ ଦାୟିତ୍ୱ ତମର। ତାଙ୍କୁ ସୁରୁଖୁରୁରେ ଆଣି ମଣ୍ଡପ ପାଖରେ ପହଞ୍ଚାଇ ଦେବା ଦାୟିତ୍ୱ ତମର। ଏଇ ଦାୟିତ୍ୱ ମଧ୍ୟ ଆମକୁ ସେ ଦେଇଥିଲେ। ଆମେ ତେଣୁ ଗାଁ ପାଖରେ ଅପେକ୍ଷା କରିଥିଲୁ। ଯେତେବେଳେ ଆମ ଗାଁର ଅତିକ୍ରମ କରି କିଛି ବାଟ ଗଲା ପରେ ଆପଣଙ୍କର ଘର ଏବଂ ସେଇ ଜାଗାରୁ ପୁଅଟିର ଆକ୍ସିଡେଣ୍ଟ ମଧ୍ୟ ହେଇଛି, ସେ ସମୟରେ ଆମେ ଆସିକି ଯେତେବେଳେ ପୁଅଟିକୁ ଦେଖୁଛୁ, ପୁଅଟି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଛି ଏବଂ ଆପଣମାନେ ଆଗକୁ ପଳେଇ ଗଲେଣି। ଆମେ ସାଙ୍ଗେ ସାଙ୍ଗେ ତାକୁ ଉଠେଇ ନେଇ, କାହିଁକି ବରଯାତ୍ରୀରେ ବ୍ୟାଘାତ ସୃଷ୍ଟି ହେବ, ଆମେ ମେଡ଼ିକାଲକୁ ନେଇକି ପଳେଇ ଗଲୁ। ତାକୁ ଚିକିତ୍ସା କରି ଆମେ ଆଣିକି ଠିଆ କଲୁ। ଡକ୍ଟର କହିଲେ ସେ ବର୍ତ୍ତମାନ ଠିକ୍ ଅଛନ୍ତି। ବୈକୁଣ୍ଠ ମଉସା ଏ ବରର ବାପାକୁ ସେ କହୁଛନ୍ତି, ସେ 3 ଜଣ, ଯେ ବୈକୁଣ୍ଠ ମଉସା ବହୁତ ଭଲ ଲୋକ, ଆପଣ ବହୁତ ଭାଗ୍ୟବାନ ଯେ ତାଙ୍କ ଘରୁ ଗୋଟେ ଝିଅଟି ନେଉଛନ୍ତି। ଝିଅଟି ବହୁତ ଲକ୍ଷ୍ମୀବନ୍ତ ମଉସା। ଆପଣ ଝିଅଟିକୁ ବୋହୂ ନୁହଁ, ଝିଅ ଭଳି ରଖିବେ। ଏମିତି ତାଙ୍କର କୋମଳ କଥା ଶୁଣି ବରର ବାପାଙ୍କର ମନ ପରିବର୍ତ୍ତନ ହେଇଗଲା। ସେଇ ଜାଗାରେ ସେ ବୈକୁଣ୍ଠ ମଉସାଙ୍କର ପାଦ ଧରି କ୍ଷମା ମାଗିଲେ। କହିଲେ, ସମୁଦି, ମୁଁ କେତେ ବଡ଼ ପାପ କରିବା ପାଇଁ ଯାଉଥିଲି ମୋର ବନ୍ଧୁ ପରିଜନମାନଙ୍କ କଥା ଶୁଣି। ଆପଣଙ୍କ ମନରେ ମୋ ବରଯାତ୍ରୀ ଦଳ ପ୍ରତି ଏତିକି ସହୃଦୟ ସଦ୍ଭାବନା ଅଛି ଯେ ମୁଁ ଆଜି ପର୍ଯ୍ୟନ୍ତ ଜାଣିନଥିଲି। କିନ୍ତୁ ମୋ ବନ୍ଧୁଜନ ଆପଣଙ୍କୁ ହଇରାଣ କରିବା ପାଇଁ, ଏ ବାହାଘରକୁ ଭାଙ୍ଗି ଦେବା ପାଇଁ ଏ ଗୋଟେ କ୍ରୂର ଚକ୍ରାନ୍ତ କରି ମୋ ମୁଣ୍ଡଟିକୁ ସେମାନେ ପରିବର୍ତ୍ତନ କରିଦେଲେ। କିନ୍ତୁ ଯାହା ହଉ, ଏଇ 3 ଜଣଙ୍କ ପାଇଁ ଆଜି ମୋର ମୁଁ ଯେଉଁ ଭୁଲ କରିବା ପାଇଁ ଯାଉଥିଲି, ସେ ଭୁଲରୁ ମୁଁ ରକ୍ଷା ପାଇଗଲି। ମୋତେ କ୍ଷମା କରିଦିଅନ୍ତୁ ସମୁଦି। ହାତ ଯୋଡ଼ିଦେଲେ ଆଜି ବୈକୁଣ୍ଠ ମଉସାଙ୍କର ସମୁଦି। 2 ସମୁଦି କୋଳାଗ୍ରତ ହେଲେ। ମହାପ୍ରଭୁଙ୍କ କୃପାରୁ ବାହାଘରଟି ସୁରୁଖୁରୁରେ ହେଲା। ଝିଅ ବିଦା ହେଇଗଲା, ବନ୍ଧୁବାନ୍ଧବ ବିଦା ହେଇଗଲେ। ସମସ୍ତେ ଚାଲିଗଲା ପରେ ବୈକୁଣ୍ଠ ମଉସା ଘର ଭିତରେ ଏକଲା ବସିଛନ୍ତି। ବାହାଘର ପରଦିନ ସକାଳେ ଚିନ୍ତା କରୁଛନ୍ତି, ମହାପ୍ରଭୁଙ୍କୁ ମୁଁ ଏତେ କରି କହିକି ଆସିଲି, ମହାପ୍ରଭୁ ଆସିକି ବାହାଘରେ ପହଞ୍ଚିଲେନି। ବରଯାତ୍ରୀ ଭୋଜିରେ ଯେଉଁ 3 ଜଣ ଆସିଥିଲେ, ଦୁଇଟି ପିଲା ଏବଂ ଗୋଟିଏ ଝିଅ, ବାହାଘର ଭୋଜି ଭିତରେ ମଉସା ଏତେ ବ୍ୟସ୍ତ ହେଇଗଲେ ଯେ ସେ 3 ଜଣଙ୍କ କଥା ଚିନ୍ତା କରିବା ପାଇଁ ଭୁଲିଗଲେ। ବାହାଘର ବାସି ଦିନ ମନେ ଚିନ୍ତା କରୁଛନ୍ତି ଯେ ମହାପ୍ରଭୁ ତ ଆସିକି ପହଞ୍ଚିଲେନି ମୋ ଝିଅ ବାହାଘରରେ, ମୋର ମାନ ଆଉ ରଖିଲେନି ବୋଧେ। ଏମିତି ଚିନ୍ତା କରି ମହାପ୍ରଭୁ ବୈକୁଣ୍ଠ ମଉସା ଦିନ ଦ୍ୱିପହରରେ ତାଙ୍କ ଘର ଅଗଣାରେ ଶୋଇଛନ୍ତି। ହାଲିଆ ହେଇଯାଇଛନ୍ତି, କିଛି ଖାଦ୍ୟ ଖାଇ ଶୋଇଛନ୍ତି। ସ୍ୱପ୍ନରେ ଦେଖାଦେଲେ ମହାପ୍ରଭୁ। କହିଲେ, ବୈକୁଣ୍ଠ, ମୋତେ ମନରେ ଚିନ୍ତା କରୁଥିଲୁ ମୁଁ ଆସିନି ନା? ଆରେ ତୁ କ'ଣ ଜାଣିବୁ ମୁଁ କେଉଁ ରୂପରେ ଆସିଛି? ମୁଁ ବା ଅରୂପ, ଅଦେହୀ, ଅଯୋନି ଜାତ। ମହାପ୍ରଭୁଙ୍କ ରୂପ ପୁରା ଅରୂପ। କିଏ ବା ଜାଣିପାରିବ ତାଙ୍କ ରୂପକୁ? ସେ କେତେବେଳେ କେଉଁ ରୂପ ନେଇକି ଆସିବେ? ମୁଁ ଆସିଥିଲି ବୈକୁଣ୍ଠ। ଚିନ୍ତା କର, ତୋ ଝିଅର ବାହାଘର ଭାଙ୍ଗିଯିବା ଉପରେ ଥିଲା। ଯେଉଁ 3 ଜଣଙ୍କୁ ତୁ ଦେଖିଛୁ, ସେ 3 ଜଣ ଆଉ କେହି ନୁହେଁରେ। ମୁଁ ହେଉଛି ଜଗନ୍ନାଥ, ଯିଏକି ଜଗବନ୍ଧୁ ରୂପରେ ଆସିଥିଲେ। ସିଏ ରୁଦ୍ର, ଯିଏକି ବଡ଼ ଭାଇ ବଳଭଦ୍ର, ଏବଂ ଅମ୍ବା, ସିଏ ହେଉଛି ଭଉଣୀ ସୁଭଦ୍ରା। ଆମେ 3 ଜଣ ଯାଇଥିଲୁ ତୋ ବାହାଘର ଭୋଜିରେ। ଆମେ ସେଠାରେ ଉପସ୍ଥିତ ଥିଲୁ, ତୋ ଝିଅକୁ ଆଶୀର୍ବାଦ ଦେଇଛୁ। ଚିନ୍ତା କରିବୁନି ବୈକୁଣ୍ଠ। ମହାପ୍ରଭୁ ଆଶୀର୍ବାଦ ଦେଇ ସ୍ୱପ୍ନରୁ ଚାଲିଗଲେ। ନିଦ ଭାଙ୍ଗିଗଲା ବୈକୁଣ୍ଠଙ୍କର। ଭୋ ଭୋ ହେଇ କାନ୍ଦିଲେ। ଦୌଡ଼ିଗଲେ ଗାଁ ନିକଟରେ ଥିବା ମହାପ୍ରଭୁଙ୍କ ମନ୍ଦିରକୁ। କହିଲେ, ମହାପ୍ରଭୁ, ଆପଣ ଆସିକି ମୋ ଝିଅର ବାହାଘର ବଞ୍ଚାଇ ଦେଲେ, ଝିଅର ବାହାଘର କରେଇ ଦେଲେ, ତାକୁ ଆଶୀର୍ବାଦ କରି ତା ଶାଶୁଘରକୁ ବିଦା କରିଦେଲେ। ଅଥଚ ମୁଁ ଯେ ପାପୀ ମଣିଷଟିଏ, ମୋ ଆଖିରେ ଆପଣଙ୍କର ରୂପ ଦେଖାଗଲାନି। ମୁଁ ଆପଣଙ୍କୁ ଚିହ୍ନି ପାରିଲିନି ମହାପ୍ରଭୁ, ମୋତେ କ୍ଷମା କରିଦେବେ। ଏମିତି ସେଇ ସ୍ୱପ୍ନଟିକୁ ଆଜି ପର୍ଯ୍ୟନ୍ତ ବୈକୁଣ୍ଠ ମଉସା ମନେ ରଖିଛନ୍ତି।
ମହାପ୍ରଭୁ ଯେ କିପରି ଆସି ତାଙ୍କୁ ଏତେ ବଡ଼ ବିପଦରୁ ରକ୍ଷା କରିଦେଲେ ତାହା ମଉସା ଆଜି ପର୍ଯ୍ୟନ୍ତ ଭୁଲି ପାରୁନାହାନ୍ତି। ଝିଅଟି ଆଜି ପର୍ଯ୍ୟନ୍ତ 2 ବର୍ଷ ହେଇଗଲା ବାହାଘର, ଝିଅଟି ବହୁତ ଖୁସିରେ ଅଛି ଶାଶୁଘରେ, ବାପାଙ୍କୁ ବି ଦେଖୁଛି। କାହିଁକି ସେ ବାହାରେ ଚାକିରି କରୁଛି, ଚାକିରିରୁ ଯାହା ପଇସା ଆଣୁଛି ଅଧା ପଇସା ବାପାଙ୍କୁ ଦେଉଛି, ଅଧା ପଇସା ଶାଶୁଘର ଲୋକଙ୍କୁ ଦେଉଛି। ଖୁସିରେ 2 ପରିବାର ଚଳୁଛନ୍ତି। କିନ୍ତୁ କାହାର ଆଶୀର୍ବାଦ ଯୋଗୁଁ? ମହାପ୍ରଭୁଙ୍କର ହିଁ କୃପା ନା। ମହାପ୍ରଭୁଙ୍କ ବିନା ଏତେ ବଡ଼ ଜିନିଷ ସମ୍ଭବ କେବେ ବି ହେଇପାରିନଥାନ୍ତା। ଅଧ୍ୟାୟ ଶେଷରେ ଆମେ କ'ଣ ଶିଖିଲେ? ଯଦି ମନରେ ପ୍ରକୃତରେ ମହାପ୍ରଭୁଙ୍କ ପ୍ରତି ଭଲ ପାଇବା ଅଛି, ଯଦି ମନରେ ପ୍ରକୃତରେ ଆତ୍ମସମର୍ପଣ ଭାବ ଅଛି, ମହାପ୍ରଭୁ ସେଇ ଜାଗାରେ ନିଶ୍ଚିତ ଭାବରେ ଆସି ପହଞ୍ଚିବେ। ଏଇଟା ହିଁ ଦୃଢ଼ ବିଶ୍ୱାସର କଥା। ଯଦି ଅଧ୍ୟାୟଟି ଭଲ ଲାଗିଥିବ, ମହାପ୍ରଭୁଙ୍କ କୃପାକୁ ପାଥେୟ କରି ଆପଣଙ୍କୁ ଯଦି ଏଇ ଅଧ୍ୟାୟଟି ଆପଣଙ୍କୁ ଅନ୍ତରକୁ ଯଦି ଛୁଇଁଥିବ, ମହାପ୍ରଭୁଙ୍କ ଦିବ୍ୟ ଅନୁଭୂତି ଆପଣ ଯଦି ପାଇଥିବେ, ତାହେଲେ ନିଶ୍ଚିତ କମେଣ୍ଟ କରିବେ, ଲାଇକ୍ କରିବେ, ସେୟାର କରିବେ ଏବଂ ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। କାରଣ ଚ୍ୟାନେଲଟି ମୋର ନୁହେଁ, ଚ୍ୟାନେଲଟି କାହାର ବି ନୁହେଁ, ଚ୍ୟାନେଲଟି ହେଉଛି ମହାପ୍ରଭୁଙ୍କର। ମହାପ୍ରଭୁଙ୍କର ଦିବ୍ୟ କଥାକୁ ନେଇ ଚ୍ୟାନେଲଟି ସୃଷ୍ଟି ହେଇଛି। କେବଳ ମହାପ୍ରଭୁ ହିଁ ମହାପ୍ରଭୁ, ଆଉ ମହାପ୍ରଭୁ ସବୁ ଜାଗାରେ ମହାପ୍ରଭୁ। ମହାପ୍ରଭୁଙ୍କ ଜୟ ହେଉ, ମହାପ୍ରଭୁଙ୍କ ଭକ୍ତଙ୍କର ଜୟ ହେଉ, ଦିବ୍ୟାନୁଦିବ୍ୟ ମହାପ୍ରଭୁଙ୍କ ଅନୁଭୂତିର ମଧ୍ୟ ଜୟ ହେଉ। ଏତିକି କହି ଆଜିର ଅନୁଭୂତି କାର୍ଯ୍ୟକ୍ରମରୁ ଏଇଠି ବିରାମ ନେଉଛି। ଜୟ ଜଗନ୍ନାଥ।